ଏଇଠୁ ଆମେ ଏବେ ପହଞ୍ଚିଗଲୁଣୁ ଏଇଠି ଆଗରେ ଲୋକେସନ୍ ପୁରା ପାଖରେ ଆସି ପହଞ୍ଚିବେ ମନ୍ଦିର ଦେଖିପାରୁଥିବେ ଆଗରେ ଏଇଠି ଏରିଆ ପ୍ରାୟ ଏଇଟା ଷ୍ଟାଣ୍ଡ ଏଇଟା ଏଇ ସାଇଡ଼୍ ହେଲା ମନ୍ଦିର ଏଇଟା ମୁଁ ଆଇଥିଲି ମୋର ମନେ ଅଛି ମନ୍ଦିରଟା हेलो ओडिशा पिपल जय जगन्नाथ वेलकम टू माय न्यू ब्लॉग आशा करूँ आप समस्त भलरे थे एवं आम गोटे 20 किलोमीटर पछरे दादा गोटे भाई ये गोटे भाई ये गोटे नाई खरारे खरारे आईचु आम खाइबा आम शीतल ये राम मंदिर जगतसिंहपुर आम पहुँची गलुणु ये आगे लोकेशन पूरा पाखे आस पहुँचे मंदिर देख पारे आगे एरिया पूरा एटा स्टाण्ड एटा सैड है मंदिर ये जगह मुझे आई मोर मन अच्छी मंदिर पहुँची गलु समस्त मंदिर पहुँच गलु ये 2:30 खराबल टाइम पहुँचु आम आइले गाड़ी ये पहुँचलु ये देख पारे ये सब मुनि मान सब अच्छी ये मूर्ति ये सब देख पारे यहाँ है जगन्नाथ मंदिर सेपटा है शिव मंदिर इंटरव्यूटा यहाँ पड़ी जाता आम आसिक पहुँच गलु आम शीतल राम मंदिर यहाँ कहते यहाँ एपटे आम आमर अलसुदा हो जो गोड़ सेक जगतसिंहपुर सेपटे ये पहुँच गलु आम ये सेपटा आमर रोचे शिव मंदिर यहाँ है जगन्नाथ मंदिर तो यपटे है पछाटा भ्यू यहाँ है साइड भ्यूटा यहाँ सेपटे दोल मंडपटा से फ्रंट भ्यूटा यहाँ एपटे ये आम छुआ सब ये आम आम समस्त सान मुझे ये आम ये आईचु एतिक ये गाड़ियाटा यहाँ यहाँ है सिटिंग एरियाटा यहाँ सेपटे माने लोक सब बसिक खाइबे सेपटे ये नहीं शीतलू केत पलि आसलु माने 4टा 4:30 परिका होगला तापर एबे मझे रेस्ट नहीं एबे राति 10:30 है माने से आसी पहुँचलु 4टा 4:30 होगला शीतल माने मंदिर आसिक घर पहुँचले आसी खेलिया बोली खेलिक आसिक एपट सेपट होती एवं पुणी स्टार्ट हो 10:30 राति मम्मी ये बस तार खाता लिखुला तार सरीगला से मम्मी कर सानमी जाइछन घर को आउ थे घर पाखे कार गोटे कौन होता बोली बर्त घर से जाइछन रिटर्न है आमर शोला सडन उठिला काशी कुशी दादा भी शोन
ଦାଦା ଆସି ଘୋରି ପରି ଶୋଇ ପଇଲେ। ଆଇଲୁ ଆଉ ବର୍ଜ୍ୟ ବି ପଳେଇଛି। ଆମ ସାନ ଟୋକା ସାନ ଟୋକା 3 ଜଣ ଯାକ ମିଶି ପଳେଇଛନ୍ତି। 10:10 ଏବେ ହେଇଛି, 10:30 କହୁଥିଲି, 10:10 ହେଇଛି ଏବେ। ଆଉ ଚାଲନ୍ତୁ ଯିବା ଖାଇବା। ଏବେ ସଡନ କିନା ଷ୍ଟାର୍ଟ ହେଲା। ଏପଟ ସେପଟେ ମାନେ ବିରକ୍ତ ଲାଗୁଥିଲା ଖରାରେ। ଗାଡ଼ିରେ ଏତେ ବାଟ ଯାଇ 20 କିଲୋମିଟର ହେଲାଣି, ଯାଇକି ପୁଣି ରିଟର୍ନ ହବା ସାଙ୍ଗେ ସାଙ୍ଗେ ଖାଇକି ପୁରା ଦେହ ହାତ ପୁରା ଦରଜ। ଗୋଟେ ତାପ ଆମର ସଡନ ବି ଉଠିଛି। ନିମିକି କାଲି ଆଣିଥିଲି ମିଠା ସାଙ୍ଗରେ, ରାତି 10ଟା ବେଳେ ନିମିକି ଗୋଟେ ଖାଉ, ତାପରେ ଖାଇବା। ମମି ଏଠି ଆମ ଝିଅ ସାଙ୍ଗରେ କଥା ହଉଛି ବସି। ଆମ ଯୋଉ ଆସିଥିଲେ ସେ ଯୋଉ ପଳେଇଲେ, ଝିଆରୀ ତା ମା ଭାଇ ହେରିକା ଯୋଉ ଆଇଥିଲେ ତାଙ୍କ ସାଙ୍ଗରେ ଭିଡିଓ କଲରେ ମମି କଥା ହଉଛି। ସାନ ଭାଇ ନାହାନ୍ତି, ଆଉଛନ୍ତି ଏବେ। ମୁଁ ସିଆଡେ ପଳେଇଥିଲି, ନହେଲେ ମୁଁ ଯାଇଥାନ୍ତି। ତାପରେ ସାନ ଭାଇ ତାଙ୍କର ଗଲେ ସିଆଡେ। ଦାଦା ଆସି କେତେବେଳୁ ଖାଇନାହାନ୍ତି, ଶୋଇପଡିଛନ୍ତି ଧୋଇ ହେଇକି। ଚାଲନ୍ତୁ ଯିବା। ଆଉ ଅଳ୍ପ ସମୟ ଯାହା ବି ହଉଛି ଆପଣଙ୍କୁ ଦେଖଉଛି। ଆଜିର ଭିଡ଼ିଓଟା ଟିକେ ସ୍କିପ୍ ହେଇଗଲା, ମାନେ ବ୍ଲଗ୍ଟା ଟିକେ ସ୍କିପ୍ ହେଇଯାଇଛି, ଆଉ ମାନେ କରିହେଇନି ମଝିରେ ଆଉ। ଏମିତିକାରେ ଅଛି ଏବେ। ଚାଲନ୍ତୁ ଯିବା ଏବେ। ଚାଲନ୍ତୁ ଯିବା କୁଆଡେ ମୁଁ କହୁଛି ଏବେ। ବାବା ପୁଣି ଯାଇ ଶୋଇଲେଣି, ସେ ଖାଇବ, ଖାଇ ପୁଣି ଶୋଇବ। ଆଉ ଚାଲନ୍ତୁ ଆଗକୁ ଯାହା ହଉଛି, ଆଉ ଅଳ୍ପ ସମୟ ଆପଣ ସବୁ ଦେଖଉଛି। ସାନ ଏଠି ପଳେଇ ଆସିଲେଣି, ବର୍ଜି ବି ଆମର ଆଇଲାଣି, ଛାଣ୍ଟ ବି ଆଇଲାଣି। ମମି ଏଇଠି ଖାଇବାକୁ ଦବ, ସମସ୍ତେ ଖାଇବୁ ଏବେ ମିଶିକି। ବାପା ବି ଆସିବ। ତାଙ୍କର ସେଠି ଭୋଜି ହଉଥିଲା, ସାନ ଟିକେ ନେଇକି ଯାଇଛନ୍ତି ଘର ପାଇଁ। ଇଏ ସବୁ ଖାଇ ପିଇକି ଆଇଛନ୍ତି। 11ଟା ଆଇସ୍କ୍ରିମ। ସତରେ ତୁ 11ଟା ଆଇସ୍କ୍ରିମ ଖାଇଛୁ? ଭଲରେ। ଦାଦା ବି ଉଠିଲେଣି ଖାଇବାକୁ। ଏଇଠି ବାଡି ଏଇଠି ଚାଲ ଯିବା ଖାଇବା। ଏବେ ଖାଇବା ସରିଗଲା, ଟାଇମ ହେଇସାରିଲାଣି 12ଟା। ଆଉ ଥଣ୍ଡା ପୁରା ଜୋରେ ହେଇଛି। ଆଉ ମମି ହେରିକା ଏଠି ଶୋଇଲେଣି, ପାପା ବି ଶୋଇଲାଣି। ଚାଲନ୍ତୁ ଯିବା ଏବେ ଶୋଇବା। ରାତି ଯେହେତୁ 12ଟା ବହୁତ ଟାଇମ ହେଇଗଲାଣି, ଦିନ ଜାଗାରେ ରେଷ୍ଟ ବି ଟୋଟାଲି ଆଜି ନାହିଁ। ଏପଟ ସେପଟ ପୁରା ଯାଇଛି ପୁରା ଦିନଟା। ଆଉ ଚାଲନ୍ତୁ ଯିବା ଶୋଇବା। ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ କରନ୍ତୁ, ଚ୍ୟାନେଲରେ ନୂଆ ହେଇଥିଲେ ସବସ୍କ୍ରାଇବ୍ କରନ୍ତୁ, ଆପଣମାନଙ୍କ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ। ଆଉ ଯାହା ବି ଭୁଲ ଅଛି ମୋ କମେଣ୍ଟ ସେକ୍ସନରେ ଟିକେ ଜଣାନ୍ତୁ। ଆଉ କିଛି ଆଡ୍ କରିହେବ କି ଭଲ କରିହେବ ମୋତେ ଟିକେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଜୟ ଜଗନ୍ନାଥ।